କମନା ବ୍ଲକ ଉଦ୍ୟାନବନ ପେଟ୍ରୋଲ ପମ୍ପ ପାଖରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍ ଚାପାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମଧ୍ୟାହ୍ନ 3ଟା ବେଳେ କମନା ବ୍ଲକ କୁମ୍ଟିମୁଣ୍ଡା ଗ୍ରାମର ଅଲେଖ ବଘେଲ ରାସ୍ତାରେ ନିଜର ଲୁନା ଗାଡ଼ି ଧରି ଛିଡ଼ା ହୋଇଥିଲେ। ଏହି ସମୟରେ ନୂଆପଡ଼ା ପଟୁ ଆସୁଥିବା ଟ୍ରକ୍ ତାଙ୍କୁ ଘୋଷାରି ନେଇଥିଲା। ଘଟଣା ଏଭଳି ଭୟାନକ ଥିଲା ଯେ ଅଲେଖଙ୍କ ଶରୀରର ବିଭିନ୍ନ ଅଂଶ ରାସ୍ତା କଡ଼ରେ ପଡ଼ି ରହିଥିଲା। ଘଟଣା ଘଟାଇଥିବା ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେବା ସହ ଲୋକେ 353 ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ କମନା ପୁଲିସ, ଅତିରିକ୍ତ ବିଡିଓ ଓ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ରେଡ୍ କ୍ରସ୍ ଓ ଟ୍ରକ୍ ମାଲିକଙ୍କ ତରଫରୁ ସହାୟତା ମିଳିବା ପରେ ରାସ୍ତାରୁ ହଟିଥିଲା। ଘଟଣା ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ବୃଦ୍ଧ ଜଣକ ଠିକ୍ ରାସ୍ତାରେ ଥିବା ବେଳେ ଟ୍ରକ୍ ତାଙ୍କୁ ପଛପଟୁ ଚାପି ଦେଇଥିଲା। ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।